ରସାଳପୁର ମୁନିମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରସାଳପୁର ଶ୍ରୀ ଶ୍ରୀ କପିଳମୁନି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଚେତନା ପରିଷଦ ଆନୁକୂଲ୍ୟରେ ହେବାକୁ ଥିବା ଆଗାମୀ 2026 ମସିହା ମୁନିମେଳାର ପ୍ରସ୍ତୁତି ବୈଠକ ଡିସେମ୍ବର 14 ତାରିଖ ରବିବାର ଅପରାହ୍ନ 4 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। 1937 ମସିହାରୁ ଆରମ୍ଭ ହୋଇଥିବା ପୁରାତନ ମୁନିମେଳା 89 ବର୍ଷରେ ପଦାର୍ପଣ କରିଛି। ଆସନ୍ତା ଜାନୁଆରୀ 14 ତାରିଖରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲି ରହିବ। ଏ ବର୍ଷ ମୁନିମେଳାରେ କପିଳ ମୁନିଙ୍କ ଚରାଚରିତ ପୂଜା ସହିତ ଜଗନ୍ନାଥଙ୍କ 24 ବେଶ, ବିଶ୍ୱଶାନ୍ତି ମହାଯଜ୍ଞ, ମୀନା ବଜାର, ପାଲାଗାନ, ପ୍ରାଣୀ ସଚେତନ କାର୍ଯ୍ୟକ୍ରମ ଉପରେ ରଖାଯାଇଛି। ଏହି ବର୍ଷ ମୁନିମେଳା କିଭଳି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେବ ସେ ବିଷୟରେ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ବୈଠକରେ ଶ୍ରୀ ଶ୍ରୀ କପିଳମୁନି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଚେତନା ପରିଷଦର ସଭାପତି ଡକ୍ଟର ସତ୍ୟରଞ୍ଜନ ମହାପାତ୍ର, ସମ୍ପାଦକ ଗଗନ ବିହାରୀ ବେହେରା, କୋଷାଧ୍ୟକ୍ଷ ଅସିତ କୁମାର ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ। ଆମର ତ ପ୍ରତିବର୍ଷ ମୁନିମେଳା ଜାନୁଆରୀ ମାସ 14 ତାରିଖ ମକର ସଂକ୍ରାନ୍ତି ଦିନରୁ ଆରମ୍ଭ ହୁଏ। ଏବର୍ଷ ବି ସେ ମକର ସଂକ୍ରାନ୍ତି ଜାନୁଆରୀ ମାସ 14 ତାରିଖ ମକର ସଂକ୍ରାନ୍ତି ଦିନରେ ଆରମ୍ଭ ହେବ। 21 ତାରିଖ ପର୍ଯ୍ୟନ୍ତ এই মেলাটা ଚାଲିବ ବୋଲି ଆପାତତଃ ସ୍ଥିରୀକୃତ ହୋଇଛି। 15 ତାରିଖ ଦିନରୁ ଆମର ଜଗନ୍ନାଥଙ୍କର 24 ବେଶ ପୁରୀର ଏକ ଜଗନ୍ନାଥ ଶ୍ରୀମନ୍ଦିର ନହେଲେ ବି ପୁରୀର ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ସେବକ ପାତ୍ର ବାବୁ ସିଏ ତାଙ୍କର ଏଠି ଜଗନ୍ନାଥଙ୍କର ବେଶ ପ୍ରଦର୍ଶନ କରାଇବେ। ଏତଦ୍ ଭିନ୍ନ ଆମର ଆଜିକୁ 8 ବର୍ଷ ହେଲା ଚାଲି ଆସୁଥିବା ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞର ଏବର୍ଷର ମଧ୍ୟ ନବମ ବର୍ଷରେ ଯଜ୍ଞ ଅନୁଷ୍ଠିତ ହେବ। 14 ତାରିଖ ମକର ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ଅଧିବାସ ହୋଇ 15, 16, 17 ତିନି ଦିନ ଯଜ୍ଞ ଚାଲିବ। 17 ତାରିଖ ଦିନ ଯଜ୍ଞର ପୂର୍ଣ୍ଣାହୁତି ଏବଂ 17 ତାରିଖ ଦିନ ଦିନ ବେଳେ 5,000 ରୁ 7,000 ଲୋକଙ୍କର ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସତ୍ୟନାରାୟଣ ମହାପାତ୍ର, କପିଳ ମୁନିର ପରିଚାଳନା ତଥା ଆନୁଷଙ୍ଗିକ ବିଭିନ୍ନ ପ୍ରୋଗ୍ରାମ ପାଇଁ ଆମର ଗୋଟେ ରେଜିଷ୍ଟର୍ଡ ବଡି ଅଛି। ତା ନାଁ ହେଉଛି କପିଳ ମୁନି ଆଧ୍ୟାତ୍ମିକ ସାଂସ୍କୃତିକ ଚେତନା ପରିଷଦ। ତାହାରି ଆନୁକୂଲ୍ୟରେ ଏବର୍ଷ 2026 89 ବର୍ଷରେ ଆମର ମେଳା ପହଞ୍ଚୁଛି। ଆମେ ସେଥିପାଇଁ ଆଜି ବସିକି ବିଭିନ୍ନ ପ୍ରୋଗ୍ରାମ ରୂପାୟନ କରୁଛୁ। ତା ଭିତରେ ଆପଣଙ୍କର 14 ରୁ 21 ପର୍ଯ୍ୟନ୍ତ ମେଳା ରହିବ। 14, 15, 16, 17, 18, 21 ପର୍ଯ୍ୟନ୍ତ ମେଳା ରହିବ।